ଯେଉଁ ଗୁରୁ ବ୍ରହ୍ମ ବ୍ୟାପୀ ରହିଛନ୍ତି ଏହା କହୁଛି ନା ମନ୍ତ୍ରଟା ମୁଁ କହୁଛି ଅର୍ଥଟା କହୁଛି ଦେଖିଲେ ଅର୍ଥଟା କ'ଣ କହୁଛି ସେ ପଦଟା କହୁଛି ଯେ ଅଖଣ୍ଡ ମଣ୍ଡଳାକାର ସାରା ବିଶ୍ୱକୁ ନିଖିଳ ବିଶ୍ୱକୁ ଅଖିଳ ବିଶ୍ୱକୁ ଯେଉଁ ଗୁରୁ ବ୍ରହ୍ମ ବ୍ୟାପୀ ରହି ଅଛନ୍ତି ଅଖଣ୍ଡ ମଣ୍ଡଳାକାର ତାହେଲେ ସବୁଆଡ଼େ ଯେ ସେ ଗୁରୁ ବ୍ରହ୍ମ ହେଲା ଖାଲି ଗୁରୁ କ'ଣ କହୁଛି ତାକୁ ଏଣୁ ଗୁରୁ ମୂଳ ଦେବ ଗୁରୁ ହିଁ ଭଗବାନ ଦେବତା କାହିଁକି ନାହାନ୍ତି ଆଗ ସାଧୁ କ'ଣ କରି ମାଗି ମାଗି ଥିଲେ ଯେ ବତା ଯେ ଆଉ ବତା ବତା ମାନେ କହ ଯେ କିଛି ଆଉ କହ କିଛି ସେଠୁ ନେଇ କ'ଣ କରେ ସେ ଟଙ୍କାକୁ କ'ଣ କରେ ସାଧୁ ବାସ୍ତବ ସାଧୁ କ'ଣ କରେ ସେ ଟଙ୍କାକୁ ବିଶ୍ୱ ହିତାର୍ଥରେ ବିନିଯୋଗ କରିବା ପାଇଁ ଆଜ୍ଞା ସାଧନା ପଛରେ ସାଧନା କ୍ଷେତ୍ରରେ ସେ ମାୟା ଟଙ୍କାକୁ ଲଗାଇ ମାୟାକୁ ଘୋଷଣା କରି କହିଲୁ ନିର୍ମାୟା ଆଲୋକକୁ ଜାଣି ଟଙ୍କାଟାକୁ ପୁଣି ନିର୍ମାୟା କରିଦିଏ ତେଣୁ ସେ ଲକ୍ଷ୍ମୀରେ ପରିଣତ ହୋଇଯାଏ। ତାହେଲେ ମୂଳ ଦେବତା ପ୍ରମାଣ ଆଉ କ'ଣ ତାର ବାସ୍ତବ ପ୍ରମାଣ କର ଯେବେ ପାଇବୁ ଭେଟ ଯେବେ ମାୟାକୁ କାଟ ଗୁରୁ ସେବିଣ ଭଜ ଶ୍ରୀହ ଶ୍ରୀହରି ତ ଭଗବାନ ପୁଣି ଗୁରୁ ସେବିଣ ଭଜ ଶ୍ରୀହରି କ'ଣ ଚିପିଦେବେ ତାହେଲେ ଗୁରୁ ମୂଳ ଦେବତା এটা যদি ভুলে যান আমি কারণ বলি সাথে যদি ভুলে যান স্কুল কলেজ যাও ଗୋଟେ ଚିପିକି ଦେଖନ୍ତୁ ତେଣୁ ସତ୍ୟ ହିଁ ସତ୍ୟ ସାର୍ବଜନୀନ ଚିରନ୍ତନ ବାସ୍ତବ ଯେହେତୁ ବାସ୍ତବ ଜଗନ୍ନାଥ ପ୍ରଥମ ଠାକୁର ଜଗନ୍ନାଥ ନୁହନ୍ତି ଅଚ୍ୟୁତ ଦେଖିବା ବ୍ୟାକରଣ ଜ୍ଞାନ ଆଗ ବ୍ୟାକରଣ ଜ୍ଞାନଟା ସବୁବେଳେ ଶ୍ରେଷ୍ଠ ଜ୍ଞାନ ହୋଇଯାଇଛି ଜଗତରେ ମାନେ ଯେଉଁଟା ଲୌକିକ ଆଚ୍ଛା ଅଚ୍ୟୁତ ନ ଚ୍ୟୁତ ଅଚ୍ୟୁତ ନ ଚ୍ୟୁତ ଚ୍ୟୁତ ହୁଏନି ଖସିଯାଏନି ଲିଭିଯାଏନି ହଜିଯାଏନି ଯିଏ ଶାଶ୍ୱତ ଯିଏ ଚିରନ୍ତନ ଯିଏ ବାସ୍ତବ ଯିଏ ସତ୍ୟ ଯିଏ ନିତ୍ୟ ଯିଏ ନିରାମୟ